ଭେଜିଟେବୁଲ୍ ନଜରାନା। ଆବଶ୍ୟକ ସାମଗ୍ରୀ 50 ଗ୍ରାମ ପନିର, 50 ଗ୍ରାମ ଗାଜର, 50 ଗ୍ରାମ ଆଳୁ, 50 ଗ୍ରାମ କ୍ୟାପ୍ସିକମ୍, 50 ଗ୍ରାମ ଟମାଟୋ, 50 ଗ୍ରାମ ମସରୁମ୍, 2 ଚାମଚ ଟମାଟୋ ସସ୍, ଅଧା ଚାମଚ ଲୁଣ, ଅଳ୍ପ ଧନିଆ ପତ୍ର, ଅଳ୍ପ ପୋଦିନା ପତ୍ର, ଅଳ୍ପ ଅଦା ରସୁଣ କଞ୍ଚା ଲଙ୍କା ବଟା, 100 ଗ୍ରାମ ସୋରିଷ ତେଲ, ଗୁଣ୍ଡ ଦୁଗ୍ଧ, ଅଳ୍ପ ଲହୁଣୀ, ଅଳ୍ପ ଭେଜିଟେବୁଲ୍ କ୍ରିମ୍, ଅଳ୍ପ କାଜୁ ପେଷ୍ଟ, ଅଳ୍ପ କସୁରୀ ମେଥି, ଅଳ୍ପ ଡାଲଚିନି ଗୁଣ୍ଡ, ଅଳ୍ପ ଗୁଜୁରାତି ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ କଳା ଲୁଣ, ଚାଟ୍ ମସଲା ଓ ହଳଦିଆ ରଙ୍ଗ। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପରିବାକୁ ସ୍କୋୟାର ସାଇଜରେ କାଟି ଲୁଣ, ଲେମ୍ବୁ, ଧନିଆ ପତ୍ର ଓ ପୋଦିନା ପତ୍ର ପକାଇ ଗୋଳାନ୍ତୁ। ଅଦା ରସୁଣ ଓ କଞ୍ଚା ଲଙ୍କାକୁ ବାଟି ସେଥିରେ ମିଶାନ୍ତୁ। ଏଥର ଏହାକୁ ତେଲରେ ଛାଣି ଅଲଗା ରଖନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ଲହୁଣୀ, ଭେଜିଟେବୁଲ୍ କ୍ରିମ୍, କାଜୁ ପେଷ୍ଟ, କସୁରୀ ମେଥି, ଡାଲଚିନି ଓ ଗୁଜୁରାତି ଗୁଣ୍ଡ, ଜିରା, ଧନିଆ ଗୁଣ୍ଡ, ଟମାଟୋ ସସ୍ ମିଶାନ୍ତୁ। ତାପରେ ଅଳ୍ପ ହଳଦିଆ ରଙ୍ଗ, ଚାଟ୍ ମସଲା ଓ କଳା ଲୁଣ ପକାଇ ଫେଣ୍ଟନ୍ତୁ। ଛଣା ପରିବାକୁ ସେଥିରେ ମିଶାଇ ଗୋଟେ ସାଇକେଲ ସ୍ପୋକ୍ ଭଳି ଜିନିଷରେ ପୂରାଇ ମାଇକ୍ରୋୱେଭ୍ ଓଭନରେ ପ୍ରାୟ 10 ମିନିଟ୍ ରଖି ପରିବେଷଣ କରନ୍ତୁ।